ଅନୁଷ୍ଠାନ। ଏହାର ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବ ଜଗନ୍ନାଥଙ୍କ ଧାମରେ ସ୍ୱର୍ଣ୍ଣକ୍ଷେତ୍ର ପାଳନ କରି ନିଜକୁ ଧନ୍ୟ ମନେ କରିଛି। 2 ଦିନ ଧରି ଏହି ସାହିତ୍ୟ ସଂସ୍କୃତି ସମାରୋହ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଭବନରେ କରାଯାଇଛି। ପୁରୀରେ ଜାତୀୟ ସାରସ୍ୱତ ବନ୍ଧୁ ମିଳନର କବିତା ଆସର, ଭଜନ ସମାରୋହ, ପୁସ୍ତକ ଉନ୍ମୋଚନ କରାଯାଇଥିଲା। ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବର ସ୍ମରଣିକା ଉନ୍ମୋଚନ କରାଯାଇଛି। ସଂଘମିତ୍ରା ରାଜଗୁରୁଙ୍କ ମୁକ୍ତି, ଏସ୍ ଗୀତାଞ୍ଜଳିଙ୍କ ଜୀବନ କେ ହରିଲ ଅନୁଭବ, ପଟକୃଷ୍ଣଙ୍କ ନିର୍ମାଲ୍ୟ କଣିକା, ମୂଳ ରଚନା ଫନି ମହାନ୍ତି ଓ ପରମିତା ଷଡ଼ଙ୍ଗୀଙ୍କ ରଚନା ରାତ ବିତନେ କା ବାତ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ଅନେକ ରାଜ୍ୟରୁ ବହୁ ଭାଷୀ କବି ଓ କବୟିତ୍ରୀ ଭାଇ ଭଉଣୀମାନଙ୍କୁ ଜାତୀୟ ସ୍ତରୀୟ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ଡକ୍ଟର ପ୍ରଶାନ୍ତ ପାଟ୍ସାଣୀ, ଡକ୍ଟର ଫନି ମହାନ୍ତି, ଡକ୍ଟର ଯାମିନୀକାନ୍ତ ଦାସ, ସଭାପତି ଇଞ୍ଜିନିୟର ଗୌରବ ଚନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଣବ ଛୋଟରାୟ, ଉପସଭାପତି ମାଧୁରୀ ପଟ୍ଟନାୟକ, କୋଷାଧ୍ୟକ୍ଷ ବଟକୃଷ୍ଣ ପଣ୍ଡା, ପତିତ ପାବନ ପତି, ଯୁଗ୍ମ ସମ୍ପାଦକ ସୌଦାମିନୀ ସାମନ୍ତରାୟ, ମମତା ଷଡ଼ଙ୍ଗୀ, ଭାରତୀ ଭୂଷଣ ପଟ୍ଟନାୟକ ଓ ବିଦ୍ୟୁତଲତା ଭୂୟାଁ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ଶତାଧିକ କବି ଓ କବୟିତ୍ରୀ ଉପସ୍ଥିତ ରହିଛନ୍ତି। ସମ୍ମାନିତ ଅଛି, ବହୁତ ପ୍ରକାର କାର୍ଯ୍ୟକ୍ରମ ଅଛି, ଯାହା ପ୍ରଣବ ସାର୍ଙ୍କର ଚେଷ୍ଟା ଆଜି ସଫଳ ହେଲା। ଜୟ ଜଗନ୍ନାଥ। ମୁଁ ଆଉ କ'ଣ କହିବି, ମୁଁ ଗୋଟେ କବି ହିସାବରେ ପୁରୀର ମୁଁ ତାଙ୍କୁ ବହୁତ ସାହାଯ୍ୟ କରିଛି ଏବଂ ଆଗକୁ କାଲି ମଧ୍ୟ ଆହୁରି ଭାବୁଛି ତାଙ୍କୁ କିଛି ସାହାଯ୍ୟ କରିପାରିବି ଏବଂ ଆମର ଏଇ ଅନୁଷ୍ଠାନ ଆଗକୁ ଆହୁରି ଯାଉ, ଏଇଟା ମୁଁ ଜଗନ୍ନାଥଙ୍କ ଆଗରେ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ। ସାହିତ୍ୟ ସଂସ୍କୃତି ସମାରୋହ ଭୁବନେଶ୍ୱରର ପ୍ରତିଷ୍ଠାତା ସମ୍ପାଦକ, ଆଜି ଆମର ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବ ଶ୍ରୀକ୍ଷେତ୍ର ପୁରୀଠାରେ 2 ଦିନ ଧରିକି 10 ଏବଂ 11 ତାରିଖ 2 ଦିନ ଧରି କରାହେଉଛି। ଏହାର ଆଭିମୁଖ୍ୟ ହେଉଛି ସମସ୍ତ ଭାଷାର, ସମସ୍ତ ଆଞ୍ଚଳିକ ଭାଷାର, ସମସ୍ତ ରାଜ୍ୟର କବିମାନଙ୍କୁ ଆମେ ନିମନ୍ତ୍ରଣ କରିଛୁ। ଯଥା ଆସାମରୁ ଆସିଛନ୍ତି, ୱେଷ୍ଟବେଙ୍ଗଲରୁ ଆସିଛନ୍ତି, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ୟୁପି ସବୁ ରାଜ୍ୟରୁ ଆମର କବିମାନେ ଆସିଛନ୍ତି। ଆଜି ଆମର ସଦସ୍ୟମାନଙ୍କ ଦ୍ୱାରା କବିତା ପାଠୋତ୍ସବ କରାଯିବ, 100ତମ କବିତାଞ୍ଜଳି କାର୍ଯ୍ୟକ୍ରମ। ପରବର୍ତ୍ତୀ ଆସନ୍ତାକାଲି ଆମର ରହିଛି ଜାତୀୟ ବହୁଭାଷୀ କବି ସମ୍ମିଳନୀ। ସେଥିରେ ସମସ୍ତ ଭାଷାର, ଭାରତର ଯେତେ ଭାଷା ଅଛି, ଯେତେ ଆଞ୍ଚଳିକ ଭାଷା ଅଛି, ବେଙ୍ଗଲୀ ଅଛନ୍ତି, ଆସାମୀ ଅଛନ୍ତି, ମୈଥିଳି ଅଛନ୍ତି, ହିନ୍ଦୀ ଅଛନ୍ତି, ଇଂରାଜୀ ଅଛନ୍ତି, ସବୁ ଭାଷାର କବିମାନେ ସେଥିରେ ଅଂଶଗ୍ରହଣ କରିବେ ଏବଂ ଏହା ଏକ ସର୍ବଭାରତୀୟ ମଞ୍ଚ, ଏ ସର୍ବଭାରତୀୟ କବି ସମ୍ମିଳନୀ ଏବଂ ଆମେ ଆଶା କରୁଛୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ଯେମିତି ଆପଣମାନଙ୍କର ସହଯୋଗରେ ଏହା କେମିତି ସଫଳ ହେଉ। ଆଜିର କାର୍ଯ୍ୟକ୍ରମରେ 4ଗୋଟି ପୁସ୍ତକ ଆମେ ଉନ୍ମୋଚନ କଲୁ। ସେଥିରେ ଅଛି ଡକ୍ଟର ପ୍ରସନ୍ନ ପାଟ୍ସାଣୀ, ଯିଏ ଓଡ଼ିଶାର ଜଣେ ବିଖ୍ୟାତ କବି ଏବଂ ରାଜନୀତିଜ୍ଞ, ତାଙ୍କର ଗୋଟିଏ ବହି ଅଛି ଏବଂ ଡକ୍ଟର ଫନି ମହାନ୍ତିଙ୍କର ଗୋଟିଏ ବହି ପାରମିତା ଷଡ଼ଙ୍ଗୀ ଅନୁବାଦ କରିଛନ୍ତି, ସେ କବିତାଟି ଅଛି। ବଟକୃଷ୍ଣ ପଣ୍ଡାଙ୍କର ନୈବେଦ୍ୟ ପୁସ୍ତକ ଅଛି, ନିର୍ମାଲ୍ୟ ପୁସ୍ତକ ବି ରହିଛି। ଆମର ଆଜିର ସ୍ମରଣିକା, ଯାହା ଆମର ପ୍ରତ୍ୟେକ କବିଙ୍କର ଲେଖା ସେଥିରେ ସ୍ଥାନିତ ହେଇଛି, ସିଏ ମଧ୍ୟ ଇଏ କରାଗଲା, ଉନ୍ମୋଚନ କରାଗଲା। ଆଉ କାହାର ରହିଲା? ଏବଂ ଆଜି 4ଟି ପୁସ୍ତକ ଆମର ସଂଘମିତ୍ରା ରାୟଗୁରୁ, ପାରମିତା ଷଡ଼ଙ୍ଗୀ, ବଟକୃଷ୍ଣ ଷଡ଼ଙ୍ଗୀ ଏବଂ ଏସ୍ ଗୀତାଞ୍ଜଳି, ତେଲୁଗୁର ଜଣେ କବି, ତାଙ୍କର ମଧ୍ୟ ଆଜି ବହିଟିଏ ଉନ୍ମୋଚନ ହେଲା। ଆନ୍ଧ୍ରପ୍ରଦେଶରୁ ସେ ଆସିଛନ୍ତି। ଆଜି ଏହି କାର୍ଯ୍ୟକ୍ରମ ଆମର ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ଚାଲିବ, ରାତି 8ଟା ପର୍ଯ୍ୟନ୍ତ। ପରବର୍ତ୍ତୀ ପୁଣି ଆସନ୍ତାକାଲିର କାର୍ଯ୍ୟକ୍ରମ ମଧ୍ୟ ସେଇଭଳି ଲମ୍ବା ରହିବ, ଦିନସାରା ଏହି କାର୍ଯ୍ୟକ୍ରମ ଚାଲିବ ଏବଂ ସାହିତ୍ୟିକମାନଙ୍କର ମହାମିଳନୀ ମଞ୍ଚରେ ଏଇଠି ଆମର ସମସ୍ତ କବିଙ୍କର ପ୍ରତିଭାକୁ ଏଇଠି ଏକାଠି ଦେଖିବାର ସୁଯୋଗ ଆମେ ପାଇବୁ। ପୁରୀରୁ ରମେଶଙ୍କ ରିପୋର୍ଟ, ବିଶ୍ୱବାଣୀ ଲାଇଭ୍।